ମୁଁ ହଉଛି ପୂଜକ ସନ୍ତୋଷ କୁମାର ପଣ୍ଡା। 1000 ବର୍ଷରୁ ଊର୍ଦ୍ଧ୍ବ ପୂର୍ବପୁରୁଷ କାଳନ୍ଦୀ ପଣ୍ଡା ବୋଲି ଜଣେ ଥିଲେ। ସେତେବେଳେ ପାକିସ୍ତାନ ବାଂଲାଦେଶ ଆଉ ଇଣ୍ଡିଆ ଫୁଟି ହେଇଥିଲା, ଇଣ୍ଡିଆ ହେଇଥିଲା। ସିଏ ପେଟ ପାଳିବା ଉଦ୍ଦେଶ୍ୟରେ ବାଂଲାଦେଶର ରାଜଶାହୀ ଜିଲ୍ଲାରେ ମନ୍ଦିରରେ କାମ କରୁଥିଲେ। କାମ କରୁ କରୁ କିଛି ଦିନ ପରେ ସେ ଘରକୁ ଆସିବାକୁ ଚାହିଁଲେ। ଆମର ଅସଲ ଘର ହଉଛି ଯାଜପୁର ଜିଲ୍ଲାର କୋଉ ଗାଁଟା ନାଁ ମୁଁ କହିପାରିବି, କୋଉ ଜିଲ୍ଲା କହିପାରିବି। ସେ ସବୁଠୁ ଆସିଲେ। ଆସୁ ଆସୁ ସେ ଯେତେବେଳେ ସ୍ୱର୍ଣ୍ଣ ମୁଦ୍ରା ସେ ଭାର ଧରିକି ଆସୁଥିଲେ, ଗୋଟେ ଭାରିଆକୁ ନେଇକି ଆସୁଥିଲେ। ବାଟରେ ତାକୁ ଡକାୟତ ମାନେ ଆଟାକ୍ କଲେ। ଯେତେବେଳେ ସେ ଆଟାକ୍ କଲେ ସେ ଆଉ କୌଣସି ରାସ୍ତା ପାଇଲେନି, ବୁଝିଲେ କି। ସେତିକିବେଳେ ସେ ସେଇ ଠାକୁରାଣୀକି ସ୍ମରଣ କଲେ। ସେତେବେଳେ ଠାକୁରାଣୀ ଶୂନ୍ୟବାଣୀ କଲେ ଯେ ଚାଲ, ମୁଁ ତୋର କିଛି ହବନି, ମୁଁ ତୋ ପଛେ ପଛେ ଅଛି, ତେବେ ତୁ ମତେ ପଛକୁ ଚାହିଁବୁନି, ପଛକୁ ତୁ ମତେ ଯୋଉଠି ଚାହିଁବୁ ମୁଁ ସେଇଠି ହିଁ ରହିବି। ସେଉଠୁ ଚାଲ। କାଳର ତ ସବୁ ଗତି ଆସିସାରିଲା ପରେ ସେ ବାଲିର ଝୁମ ଝୁମ ସେ ଆୱାଜଟା ଆଗରୁ ପାଉଥିଲେ। ସେ ଆୱାଜ କିଛି ଯେତେବେଳେ ନ ପାଇଲେ ସେ ତା ମନ ଡାଉଟ ବୋଧେ ଠାକୁରାଣୀ ଛାଡ଼ିକି ପଳେଇଗଲା। ସେଉଠୁ ପଛକୁ ଚାହିଁଦେଲା। ଯୋଉଟା ପଛକୁ ଚାହିଁ ସେ ଦେଖିଲେ କିନ୍ତୁ ପ୍ରକାଶ କରିନାହାନ୍ତି କଣ ଦେଖିଲେ। ତାପରେ ସେ ଘରକୁ ଗଲେ, ଶୂନ୍ୟବାଣୀ କଲା ତୁ ତ ମତେ ଚାହିଁଲୁ, ମୁଁ ଏଇଠି ରହିଲି, ତେବେ କାଲି ସକାଳୁ ଯାହା ତୁ ପାଇବୁ ତାକୁ ତୁ ରଖିବୁ, ମୁଁ ତତେ ସ୍ୱପ୍ନରେ ପୁଣି ଜଣେଇବି। ସେଉଠୁ ସେ ଯାଇକି ପହଞ୍ଚିଲେ ତାଙ୍କ ଘରେ, ରାତିରେ ରହିଲେ। ତାପରେ ସକାଳୁ ତାଙ୍କ ସ୍ତ୍ରୀ ଗଲେ ଆମ୍ବ ବାଡ଼ିକି ପତ୍ର ମାନେ ଖରିକିବା ପାଇଁ ଗଲେ। ପତ୍ର ଖରି ଦେଖିଲା ବେଳକୁ ସେ ଗୋଟେ ଭଙ୍ଗା ପାଛିଆ ପଡିଛି। ଅଥଚ ବୁଢ଼ୀ କହିଲା ଯେ ମୁଁ ତ କାହିଁ ଦେଖିନି ପତ୍ର, ଗୋଟେ ପାଛିଆ କୋଉଠୁ ଆସିଛି ଢଙ୍କା ହେଇକି ପଡି। ତାକୁ ଦେଖିଦେଲେ ଏଇ ବ୍ରହ୍ମ ଇଏ ହଉଛି ଠାକୁର ବ୍ରହ୍ମ ହଉଛି ଯେମିତି ଜଗନ୍ନାଥ ମହାପ୍ରଭୁଙ୍କର ଅଛନ୍ତି, ଇଏ ବ୍ରହ୍ମ ଏଥିରେ ବି ଅଛି। ସେ ଦେଖିଲେ ଲାଲ ସିନ୍ଦୁର ମୂର୍ତ୍ତି ଏତିକି ବଡ ସେ ରହିଛି। ଯେ ତାଙ୍କ ସ୍ୱାମୀ କହିଲେ ଯେ ଏରকম ଘଟଣା କଣ ଗୋଟେ ଦେଖିଲି। କହିଲା ଠିକ ତୁମେ ଛୁଏ ନା, ନା ମୁଁ ଇଏ ଖାଲି ଦେଖିଛି ଏଇଆ। କହିଲା ଠିକ ଅଛି। ତାପରେ ସେ ଯେମିତି ବ୍ରହ୍ମକୁ ଆଣିଛନ୍ତି, ଆଣି ସାରିଲା ପରେ ଶୂନ୍ୟ ତାଙ୍କୁ ସ୍ୱପ୍ନରେ ଦେଖେଇଛି ଏଇଆ ଏଇଆ କରିବ, ଏଇଆ। ସେଠୁ ପୂଜା କିଛି ଦିନ ସେଠି ହେଇଛି। ତାପରେ ସେଠିକି ଆସିଛନ୍ତି, ସେ ସ୍ୱପ୍ନ କରିছে ସେଠି ଯା। ଏଠି ସବୁ ଗାଁ ଗୁଡା ବହୁତ କମ ଥିଲା ଲୋକ। ସେ ସବୁ ଆସ୍ତେ 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 ବସତି ସ୍ଥାପନ ହେଲା। ତାପରେ ପୂଜା ଚାଲିଛି ଆଜି ପର୍ଯ୍ୟନ୍ତ। ବହୁତ ଦୂରରୁ ସବୁ ଶ୍ରଦ୍ଧାଳୁ ଆସନ୍ତି, ମନସ୍କାମନା ପୂର୍ଣ୍ଣ ପାଇଁ ଠାକୁରାଣୀକି ପ୍ରାର୍ଥନା କରନ୍ତି ଏବଂ ସେମାନଙ୍କ ମନସ୍କାମନା ମଧ୍ୟ ପୂର୍ଣ୍ଣ ହୁଏ, ଯୋଉଥିପାଇଁ କି ଲାଗି ଦେଇଛି। ଠାକୁର ଗୋଟେ ସପ୍ତାହ ପ୍ରାୟ ଗୋଟେ ସପ୍ତାହ ଚାଲିବ।